भगवान शिवଙ୍କ विवाहରେ हଜାର हजार लोक ଯୋଗ ଦିଅନ୍ତି। ତା ସହିତ ଭଗବାନ ଶିବଙ୍କର ବିବାହ ପାଇଁ ବାପା ମାଙ୍କୁ ଚୟନ କରାଯାଏ। ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ତ? ତେବେ ଚାଲନ୍ତୁ ଜାଣିବା ଓଡ଼ିଶାର ଏକ ପବିତ୍ର ପର୍ବ ଶୀତଳ ଷଷ୍ଠୀ। ନମସ୍କାର ଭାଇ ଭଉଣୀମାନେ, ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ। ମୁଁ ରୋଶନ। ଆଜି ଆମେ ଜାଣିବା ଓଡ଼ିଶାର ଏକ ପ୍ରସିଦ୍ଧ ଏବଂ ପବିତ୍ର ପର୍ବ ଶୀତଳ ଷଷ୍ଠୀ ପର୍ବ ବିଷୟରେ। ତ ଚାଲନ୍ତୁ ଜାଣିବା ଏହି ଭିଡ଼ିଓରେ ଆମେ ଓଡ଼ିଶାର ଶୀତଳ ଷଷ୍ଠୀ ପର୍ବ କାହିଁକି ପାଳନ କରାଯାଏ ଏବଂ କେମିତି ପାଳନ କରାଯାଏ ଏବଂ ଏହାର ପୌରାଣିକ ମହତ୍ତ୍ୱ ଏବଂ ପୌରାଣିକର କଥାରେ କ'ଣ ଏହାର ମହତ୍ତ୍ୱ ରହିଛି। ତ ଏହିସବୁ ବିଷୟରେ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପୌରାଣିକ କଥା ଅନୁସାରେ ରାଜା ଦକ୍ଷଙ୍କର ଯଜ୍ଞରେ ଅପମାନିତ ହୋଇ ମାତା ସତୀ ନିଜର ପ୍ରାଣତ୍ୟାଗ କରିଥିଲେ। ତାପରେ ଆମର ଭଗବାନ ଶିବ ଗଭୀର ଧ୍ୟାନରେ ଲୀନ ହୋଇଯାଇଥିଲେ। ତ ଏହାର ଫାଇଦା ଉଠେଇକି ଅସୁରମାନଙ୍କ ଯିଏ ଗୋଟେ ଅସୁର ତାଡ଼କାସୁର ବହୁତ ଅତ୍ୟାଚାର କରୁଥିଲେ, ଯେଉଁଟାକି ଦେବମାତା ମାନେ ଅସହାୟ ହୋଇପାରିଥିଲେ। କିନ୍ତୁ ସେହି ସମୟରେ ବ୍ରହ୍ମାଙ୍କର ବରଦାନ ଅନୁସାରେ ଭଗବାନ ଶିବଙ୍କର ପୁତ୍ର ହିଁ ତାଡ଼କାସୁରକୁ ବଧ କରିପାରିବ। ତାହା ଫଳରେ ମାତା ସତୀ ମାତା ପାର୍ବତୀ ରୂପରେ ଜନ୍ମଗ୍ରହଣ କରିଥିଲେ ଏବଂ ପାର୍ବତୀ ରୂପରେ ଜନ୍ମଗ୍ରହଣ କରି ଭଗବାନ ଶିବଙ୍କୁ ପତି ରୂପେ ହେବା ପାଇଁ ଘୋର ତପସ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ଭଗବାନ ଶିବ ତପସ୍ୟାକୁ ସମ୍ପନ୍ନ ହୋଇକି ମାତା ପାର୍ବତୀକୁ ବିବାହ କରିଥିଲେ ଏବଂ ଏହି ଉତ୍ସବକୁ ଶୀତଳ ଷଷ୍ଠୀ ରୂପରେ ପାଳନ କରାଯାଏ। ଶୀତଳ ଷଷ୍ଠୀ ହେଉଛି ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ। ପ୍ରତିବର୍ଷ ଏହି ପର୍ବଟି ଜ୍ୟୈଷ୍ଠ ମାସ ଶୁକ୍ଳପକ୍ଷର ଷଷ୍ଠୀ ତିଥିରେ ପାଳନ କରାଯାଏ। ତାହା ସହିତ ଓଡ଼ିଶାର ସମ୍ବଲପୁର, ବରଗଡ଼ ଏବଂ ସୁନ୍ଦରଗଡ଼ ଭଳି ଓଡ଼ିଶାର ବହୁ ଜାଗାରେ ଏହି ପର୍ବକୁ ବହୁତ ଧୁମଧାମରେ ପାଳନ କରାଯାଏ। ଭକ୍ତମାନେ ଭଗବାନ ଶିବ ମାତା ପାର୍ବତୀଙ୍କର ପିତାମାତାଙ୍କର ଭୂମିକା ଗ୍ରହଣ କରି ବିବାହ କାର୍ଯ୍ୟକୁ ସମ୍ପନ୍ନ କରନ୍ତି ବା ବିବାହ କାର୍ଯ୍ୟ ଯାହା ରୀତିନୀତି ଥାଏ ସେସବୁ ପାଳନ କରନ୍ତି। ତାପରେ ଶୋଭାଯାତ୍ରା ବାହାର କରାଯାଏ, ଯେମିତି ଆମର ଲୋକମାନେ ବାହା ହେଲା ପରେ ପ୍ରୋସେସନ୍ ହୁଏ, ସେହିଭଳି ମାତା ପାର୍ବତୀ ଭଗବାନ ଶିବଙ୍କର ବିବାହ ପରେ ମଧ୍ୟ ଶୋଭାଯାତ୍ରା ଆମର ଘଣ୍ଟ, ଢୋଲ, ହୁଳାହୁଳି ଏସବୁ କୀର୍ତ୍ତନ କରି ଶୋଭାଯାତ୍ରା ସମ୍ପନ୍ନ କରାଯାଏ। ଏଥିରେ ଲକ୍ଷ ଲକ୍ଷ ହଜାର ହଜାର ଲୋକ ଯୋଗଦାନ ଦେଇ ଭଗବାନଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ କରନ୍ତି। ଶୀତଳ ଷଷ୍ଠୀ କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଭକ୍ତି, ପ୍ରେମ ଓ ଆଧ୍ୟାତ୍ମିକର ପ୍ରତୀକ। ତ ସେ ଅନୁସାରେ ଭଗବାନ ଶିବ ଓ ପାର୍ବତୀଙ୍କର ବିବାହ ବ୍ରତରେ ସବୁ ଲୋକ ନିଜର ଯେଉଁମାନେ ବି ନୂଆ ନୂଆ ବିବାହ କରିଥାନ୍ତି ସେସବୁ ବି ଏସବୁ କାର୍ଯ୍ୟକୁ ସମ୍ପନ୍ନ କରନ୍ତି ଏବଂ ଭଗବାନଙ୍କର ଆଶୀର୍ବାଦ ବି ପ୍ରାପ୍ତ କରନ୍ତି ନୂଆ ନୂଆ ଯେଉଁମାନେ ବାହା ହେଇଥାନ୍ତି। ଆପଣମାନେ ଜାଣିଛନ୍ତି କି ଶୀତଳ ଷଷ୍ଠୀ ପର୍ବ ସମ୍ବଲପୁର, ବରଗଡ଼, ଯେମିତି ଆପଣ ଫାଷ୍ଟରୁ କହିଲି ସମ୍ବଲପୁର, ବରଗଡ଼ ଏବଂ ସୁନ୍ଦରଗଡ଼ ଏସବୁରେ ବହୁତ ଆଡ଼ମ୍ବରେ ପାଳନ କରେ, କିନ୍ତୁ ସମ୍ବଲପୁରରେ ଏହି ଯେଉଁ ଶୀତଳ ଷଷ୍ଠୀ ପର୍ବକୁ ବହୁ ଆଡ଼ମ୍ବରେ ପାଳନ କରାଯାଏ ଏବଂ ହଜାର ହଜାର ଲକ୍ଷ ଲକ୍ଷ ଲୋକ ସେଇ ପର୍ବ ଦେଖିବା ପାଇଁ ଯାଆନ୍ତି ଏବଂ ବହୁତ ଭିଡ଼ ଥାଏ ସେ ସମୟରେ। ତ ଆପଣ ବି ଯଦି ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରାରେ କେବେ ଯୋଗ ଦେଇଛନ୍ତି ଆଉ କମେଣ୍ଟରେ ନିଶ୍ଚୟ ଜଣାଇବେ। ତ ସାଙ୍ଗମାନେ, ଏହା ଥିଲା ଶୀତଳ ଷଷ୍ଠୀର କାରଣ, ମହତ୍ତ୍ୱ ଏବଂ ତା'ର କିପରି ପାଳନ କରାଯାଏ, କେଉଁ କେଉଁ ଜାଗାରେ ପାଳନ କରାଯାଏ। ତ ଭିଡ଼ିଓଟିକୁ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଭିଡ଼ିଓଟିକୁ ନିଜର ଫ୍ୟାମିଲି, ଫ୍ରେଣ୍ଡସ୍ ଏବଂ ରିଲେଟିଭ୍ ସହିତ ସେୟାର କରିବେ ଏବଂ କମେଣ୍ଟ ନିଶ୍ଚୟ କରିବେ। ଆଉ ଯଦି ଆପଣ ସବସ୍କ୍ରାଇବ୍ କରୁନାହାନ୍ତି ଏଇଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ମୋତେ ସବସ୍କ୍ରାଇବ୍ କରନ୍ତୁ। ତ ରହିଲି, ଜୟ ଜଗନ୍ନାଥ। ପୁଣି ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ।